नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत् मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं यत्कृपातमहं वन्दे परमानन्दमाधवं विविध गोपचरणेषु विदग्धो वेणुवाद्य उरुधानिज शिक्षा तब सुत सती जदाधर बिंबे दत्तवेणुम अनयत स्वर जाति शवन सहस्तदुपधार्य सुरेशा शक्र सर्व परमेष्टि पुरोगा कवय आनत कंधर चित्ता कस्मलं जजु अनिश्चित तत्वा निज पदाब्ज दलियार ध्वज वज्र निरजाकुश विचित्र ललामयी ब्रजभुव समयन क्षुरो तदं वर्ष्वधुर्य गति रीडित वेणु ब्रजति तेन वयंस विलास वीक्षणार्पित मनोभव वेगा कुजगतिंगमितान विदाम कस्मलेन कबरं वसनम्बा मणिधर क्वचिदागणयन गा मालयादयित गंध तुलस्या प्रणयनुचरस्य कदांशे प्रक्षिपन भुजम अगायत व्यत्र क्वणित वेणुरव वंचित चित्ता कृष्णम अन्वसत कृष्ण गृहिण्य गुणगणार्णमनुगत्य हरिण्य गोपिका इव विमुक्त गृहासा गोपिका इव विमुक्त गृहासा जीव द्विविध मूलतः जीव तत्व और ईश्वर तत्व को अनादि अनंत कालरू सृष्टिर पूर्ववर्ती अवस्थारू बोध हुए सृष्टि तो थरे नुहे दिवस रजनी जेपरी नियमित गतिशील सृष्टि संहार सृष्टि प्रलय से परि नियमित गतिशील आदि सृष्टि बा प्रथम सृष्टिर प्रश्न उठे आम से भर को पशिबा नहीं एमती केते गुड़िए कारण उत्पन्न हुए धन्य तो गोटे जीव कहीं सुख भोगुचे दुख भोगुचे हो ना पूर्व कर्म फल जो केबे कर्म करथिला ना पूर्व जन्म रे करथिला कि बा ए जन्म रे करथिला कि फल भोगर किछि दिन पूर्व करथिला एमदे ही मूल को पळैले हमकु आसुची जे पूर्व सृष्टिर कर्म मध्य बाकी रहुची नै कि हम आलोचना करछे ता ऊपर हम पेनुआ कथा नहे पुंखानुपुंख आलोचना करछे हम ए विषय पूर्व सृष्टिर कर्मर फल भोग नहे पारी जीव मानंकर जदि प्रलय हो गला कर्म रही जाइछि फल भोग हो पारे कर्मटा क्षय हम जाए तीनटा पर्यायर फल भोग हम तापर संस्कार बदलिब तापर कर्म बीज नाश हम तबे जाए कर्मटा लोप पाईगला सत हो बा असत हो कर्मटी जदि आम ये करदे प्रत्येकटी कर्म सत्कर्म असत्कर्म जोटा हूँ हो द्विविध कर्म भितर ए कर्मर फलभोग तो अवश्य अवश्य ब्रह्मा शंकर पर्यंत फलभोग हो गले जे कर्म सरीगला
ତା ନୁହଁ ନାଇଁ କି ଏଇଟା ଆମେ ଉତ୍ତମ ରୂପେ ସମସ୍ତେ ଜାଣିବା ଦରକାର, ଆମ ଭିତରେ ଏଇଟା ପଶିଯିବା ଦରକାର। କର୍ମଭୋଗ ସରିଗଲେ ମଧ୍ୟ, ଫଳ ଭୋଗ ସରିଗଲେ ମଧ୍ୟ ଦାନ କରିଥିଲେ, ଧନାଢ୍ୟ ଜୀବନ ଯାପନ କଲେ। ଯେତେ ପରିମାଣରେ ଦାନ କରିଥିଲେ ସେତିକି କାଳାନୁପାତରେ ଧନାଢ୍ୟ ଜୀବନ, ସୁଖମୟ ଜୀବନ ଭୋଗ କଲେ। ସରିଗଲା କର୍ମ, ଫଳ ଭୋଗ ହେଇଗଲା। ଫଳ ଭୋଗ ହେଇଗଲେ ଦାନ ରୂପ କର୍ମ ନଷ୍ଟ ହେଇଯାଉନି, ପୁଣି ତାର ଅଂଶ ଅଛି କଣ ନା ସଂସ୍କାର। ସେ ସଂସ୍କାରଟା ଥିବା ଫଳରେ ଦାନ କରିବା ନିମନ୍ତେ ତାର ରୁଚି ରହିବ। ଧନ ନଥିବାରୁ ନ କରିପାରେ, ଧନର ଅଭାବରେ ଦାନ ନ କରିପାରେ, ହାତରେ ଧନ ନାହିଁ ବୋଲି, କିନ୍ତୁ ରୁଚିଟା ରହିବ। ଦେଇଥିଲେ ହେଇଥାନ୍ତା ହଉ, ଯେ ଦେଲେ ସେ ସେଥିରେ ଖୁସି ହୁଏ, ତାର ମଧ୍ୟ ଦାନ କରିବାକୁ ନାନା କଳ୍ପନା ଜାତ ହୁଏ। ମୁଁ ମଧ୍ୟ ଏମିତି ଦେଇ ପକାନ୍ତି କି, ସେମିତି ଦେଇ ପକାନ୍ତି କି, ଏମିତି ଦାନ କରି ପକାନ୍ତି, ରୁଚି ଜାତ ହୁଏ ଦାନ ନିମନ୍ତେ। ସଂସ୍କାର ଥିବା ପର୍ଯ୍ୟନ୍ତ କୌଣସି କାରଣରୁ ସଂସ୍କାର ଯଦି ବଦଳିଯାଏ, ଦ୍ୱିତୀୟ ପର୍ଯ୍ୟାୟ କର୍ମର ଗଲା। ତଥାପି ଆହୁରି କର୍ମର ବୀଜ ଅନ୍ତଃକରଣ ଭିତରେ ନିହିତ ଅଛି। ସେ ବୀଜ ସମୟାନୁସାରେ ପରିସ୍ଥିତି ପରିବେଶ ଆସିଗଲେ, ଏମିତି ମଞ୍ଜିଟିଏ କୋଉଠି ପଡ଼ିଥିଲେ, ବର୍ଷା ହେଇଗଲେ ସେ ସାଙ୍ଗେ ସାଙ୍ଗେ ଯାହା ହେଇଗଲା, ବର୍ଷା ନହେଲା ସେମିତି ପଡ଼ିଛି। ଏମିତି କର୍ମ ବୀଜ ହୃଦୟ ଭିତରେ ଲୁଚିକିରି ଥାଏ, ସେମିତି ପଡ଼ିଥାଏ, ନଷ୍ଟ ହବନି, ଖତ ହବନି, କିଛି ହବନି, ଜନ୍ମ ଜନ୍ମାନ୍ତର ଗଢୁଥିବ। ଯଦି କେତେବେଳେ ଗୋଟେ ଏମିତି ପରିସ୍ଥିତି ଆସିଗଲା, ପରିବେଶ ଆସିଗଲା, ସେତିକିବେଳେ ସେ ବୀଜ ଅଙ୍କୁରିତ ହେଇ ପୁଣି କର୍ମ କରେଇଦେବ। ଅତଏବ ତିନୋଟି ସ୍ତରରେ କର୍ମ ପ୍ରଭାବ ଆମେ ଦେଖୁଛୁ। ତ ଏତାଦୃଶ ଯୋଉ କର୍ମର ପ୍ରଭାବ, ଏ କର୍ମ ତ ଅବଶ୍ୟ ଭୋକ୍ତବ୍ୟ। କର୍ମ ନିମନ୍ତେ କୁହାଯାଇଛି ଅବଶ୍ୟ ଭୋକ୍ତବ୍ୟ, ନିଶ୍ଚିତ ଭାବରେ ଭୋଗ ହବ। ଏମିତି କୌଣସି ପ୍ରକାର ବ୍ୟବସ୍ଥା ନାହିଁ ଯୋଉଠି କର୍ମକୁ ଏଡେଇ ହେଇଯିବ। କର୍ମ ଗୋଟେ ଥିଲା ଭୋଗ କରିବାକୁ, ଭୋଗ ହେଲାନି, ସେ ଲୋକ ତାକୁ ଏଡେଇ ଗଲା, ଏଟା ସମ୍ଭବ ନୁହଁ। ହଁ, ଭକ୍ତି ମାର୍ଗର ଶାସ୍ତ୍ର ମାନଙ୍କରେ କୁହାଯାଇଛି ଯେ କର୍ମକୁ ଅତିକ୍ରମ କରି ଜୀବ ଚାଲିଯାଏ ବୋଲି। କ୍ଷିପ୍ରଂ ଭବତେ ଧର୍ମାତ୍ମା ଶାଶ୍ୱତ ଶାନ୍ତି ନିଗଚ୍ଛତି କୌନ୍ତେୟ ପ୍ରତିଜାନେ ନ ମେ ଭକ୍ତ ପ୍ରଣଶ୍ୟତି। ଗୀତାରେ ଯେ ଭଗବାନ ପ୍ରତିଜ୍ଞା କରେଇଲେ ଅର୍ଜୁନଙ୍କୁ, କ୍ଷିପ୍ରଂ ଭବତେ ଧର୍ମତ୍ୱା, ତ ଭକ୍ତିରେ କ୍ଷିପ୍ର ଶାଶ୍ୱତ ଶାନ୍ତି ପାଇଯାଏ ଜୀବ, ତାହେଲେ କର୍ମଫଳ ଗୁଡା ତାର ଭୋଗ ହେଲାନି। ଯାହା କର୍ମ ଗୁଡାକ ତାର ଥିଲା ରହିଗଲା କି, କ୍ୟାନସେଲେସନ ହେଇଗଲା କି ନୁହେଁ। ଆମେ ଆଲୋଚନା କରିଛେ ମଧ୍ୟ, ଟିକେ ମନେ ପକାନ୍ତୁ କୋଉ ବାଟରେ ଭୋଗ ହୁଏ। ପଦ୍ମପତ୍ର ଶତବିଧ ନ୍ୟାୟନ, ପଦ୍ମପତ୍ର ଶତବିଧ ନ୍ୟାୟରେ ଏଟା ଭୋଗ ହୁଏ, ଭୋଗ ହୁଏ। ଭକ୍ତ ସେଟାକୁ ଅନୁଭବ କରିପାରେ ନା। ହସ୍ତି ପୁଷ୍ପସ୍ତବକ ନ୍ୟାୟରେ ତାର ଅନୁଭୂତି କି ବିଶେଷ ଭାବରେ ଆସେ ନା। ଏବଂ ଅତି କ୍ଷିପ୍ରରେ ପଦ୍ମପତ୍ର ଶତବିଧ ନ୍ୟାୟରେ ସବୁ ନ୍ୟାୟ ଖଟେଇକିରି ମୀମାଂସା କରିଛନ୍ତି ଆମର ମୁନି ଋଷିମାନେ, କିନ୍ତୁ ଅବଶ୍ୟ ଭୋକ୍ତବ୍ୟ କର୍ମ, ଯେ ଯୋଉଠି ଯେମିତି ଅବସ୍ଥାରେ ରହେ କର୍ମ। ପୂର୍ବ ସୃଷ୍ଟିରେ ଯୋଉ କର୍ମ କରାହେଇଥିଲା ସେ ବାକି ଥିଲା, ପ୍ରଳୟ ହେଇଗଲା, ଆମେ ବ୍ରହ୍ମରେ ବିଲୀନ ହେଇଗଲୁ। କାରଣ ବ୍ରହ୍ମଟା ତ ବ୍ୟାପକ ନା, ବ୍ରହ୍ମ ନ ଥାଇକିରି ଗୋଟେ ଜାଗାଟେ ଅଛି କି? ଆମେ ଯୋଉଠି ରହିବା ତ ତାରି ଭିତରେ ରହିବା। ମାଛଟା ଯୋଉଠି ରହିଲେ ମଧ୍ୟ ସମୁଦ୍ର ଭିତରେ, ପାଣି ଭିତରେ ରହିବ ନା, କୁଆଡେ ଯିବ? କାରଣ ପାଣି ତ ବ୍ୟାପକ। ଏମିତି କୋଉଠି ସମୁଦ୍ର ଭିତରେ ଜାଗା ଟିକେ ଅଛି କି ଯୋଉଠି ପାଣି ନାହିଁ? ତେଣୁ ମାଛ ସମୁଦ୍ର ଭିତରେ ଯୋଉଠି ରହୁ, ଗୁମ୍ଫା ଭିତରେ ରହୁ, ପାହାଡ଼ ପଥର ସନ୍ଧିରେ ରହୁ, ମାଟି ଉପରେ ରହୁ, ପଙ୍କ ଭିତରେ ପୋତି ହେଇ ରହୁ, ଉପରେ ଭାସୁ, ମଝିରେ ବୁଲୁ, ଢେଉ ଭିତରେ ରହୁ, ସ୍ରୋତ ଭିତରେ ରହୁ, ପାଣି ଭିତରେ ରହୁଛି। କାହିଁକିନା ଯେହେତୁ ଜଳ ବ୍ୟାପକ, ସର୍ବତ୍ର ବିଦ୍ୟମାନ, ଯେହେତୁ ବ୍ରହ୍ମ ସର୍ବତ୍ର ବିଦ୍ୟମାନ ଆଉ ବ୍ୟାପକ, ଜୀବ ଯୋଉଠି ହେଲେ ମଧ୍ୟ ତାରି ଭିତରେ ରହିବ। ବ୍ରହ୍ମାନୁଭୂତିର ଅଭାବ, ମୁଁ ବ୍ରହ୍ମ ଭିତରେ ଅଛି, ଏ ଅନୁଭୂତିର ଅଭାବ। ଯାହା ହଉ, ତ ପ୍ରଳୟ କାଳରେ
ଯେତେବେଳେ ବିଶ୍ୱ ସମ୍ପୂର୍ଣ୍ଣ ବିନାଶ ହେଇଯାଏ, କିଛି ଆର ସତ୍ତା ମାତ୍ର ଥାଏ ନା, ସତ୍ତା ହିଁ ଥାଏ ନା, ସେତିକି ବେଳେ ଜୀବ ଦେହବିହୀନ ଅବସ୍ଥାରେ ଜୀବ ତତ୍ତ୍ୱ ଆତ୍ମକଣା, ଜୀବାତ୍ମକଣା, ଅନ୍ତଃକରଣ ଭିତରେ ଯେ ସୂକ୍ଷ୍ମ ବ୍ରହ୍ମାଂଶ ରହିଛି, ମମୈବାଂଶ ଜୀବଲୋକେ ଜୀବଭୂତା ସନାତନ, ସେ କଣାଟିକ ମୁକ୍ତ ଅବସ୍ଥାରେ ଥାଏ। କିନ୍ତୁ କର୍ମାବରଣ ତା ଉପରେ ଥାଏ। କର୍ମଟା ତା ଦେହରେ କେମିତି ଥାଏ? ତା ଦେହରେ ତ ଖାଲି ତ ଜୀବଟା ତତ୍ତ୍ୱଟା ଈଶ୍ୱରାଂଶ ବା ଆତ୍ମା ଅଂଶଟା, ପରମାତ୍ମାର ଅଂଶଟା, ତା ଦେହରେ ତ କିଛି ଲାଗିବନି କି ବୁଳି ହବନି, କିଛି ହବନି। ଏଟା ନିର୍ଲିପ୍ତ ପଦାର୍ଥ, ସେଟା ରହେ କେମିତି? କର୍ମଟା ତ କେମିତି ତା ରହେ? ପୁଷ୍ପରେ ଗନ୍ଧ ରହିଲା ଭଳିଆ ତା ଦେହରେ କର୍ମ ରହେ। ପୁଷ୍ପରେ ଗନ୍ଧ ଯେପରି କୌଣସି ଲିପ୍ତ ବା ପରିଦୃଶ୍ୟମାନ ଅବସ୍ଥାରେ ରହେ ନା, କିନ୍ତୁ ଗନ୍ଧ ରହିଛି ପୁଷ୍ପରେ, ତ ପୁଷ୍ପରେ ଗନ୍ଧ ରହିଲା ଭଳିଆ କର୍ମ ଥାଏ ପୂର୍ବ ସୃଷ୍ଟିର। ପରବର୍ତ୍ତୀ କାଳରେ ଯେତେବେଳେ କେତେ କାଳ ବିତିଗଲା, ଭଗବାନ ଯୋଗ ନିଦ୍ରାଗତ ହେଇଗଲେ, ପୁଣି ଆଉଥରେ କେତେ କାଳ ପଳେଇଲା, ପୁଣି କେତେ କାଳ ପଳେଇଲେ, ପୁଣି ଈଶ୍ୱରର ଇଚ୍ଛା ହେଲା, ନିଦ୍ରା ଭଙ୍ଗ ହେଲା। ତ ନିଦ୍ରା ଭଙ୍ଗ ହୁଅନ୍ତେ ପୁଣି ଇଚ୍ଛା କଲେ କୁହୁମ ବହୁ ସମ୍ପ୍ରଜାୟ, ପୁଣି ଆଉଥରେ ବହୁ ହବାକୁ ସେ ଇଚ୍ଛା କଲେ। ତ ପ୍ରଣାଳୀ ଅନୁସାରେ, ପଦ୍ଧତି ଅନୁସାରେ ସୃଷ୍ଟିର ବିକାଶ ଧୀରେ 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 କାଳ, କର୍ମ, ମାୟା ଇତ୍ୟାଦି ସବୁ ଗୋଟିଏ 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 ଉତ୍ପନ୍ନ ହୋଇକରି ବ୍ରହ୍ମାଜାତ ହେଲେ, ଚତୁର୍ଦ୍ଦଶ ଭୁବନ ନିର୍ମାଣ କଲେ, ତତ୍ତ୍ୱ ସମୂହ ପଞ୍ଚବିଂଶତି ତତ୍ତ୍ୱ ଉତ୍ପନ୍ନ ହେଲା। ଶେଷରେ ଜୀବ ତତ୍ତ୍ୱଟା ପ୍ରକାଶ ପାଇଲା ନା ଆଉ କଣ? ଜୀବ ଦେହ ଧାରଣ କରି ଉଭା ହେଲା ଶେଷରେ ଏ ସମସ୍ତ ସୃଷ୍ଟି। ସେତିକି ବେଳେ ଯୋଉ ଜୀବଟା ପୂର୍ବ ସୃଷ୍ଟିରେ କର୍ମାଗନ୍ଧ ଯୁକ୍ତ ହୋଇଥିଲା, ପୁଷ୍ପରେ ଗନ୍ଧ ରହିଲା ଭଳିଆ କର୍ମ ଯାହା ଦେହରେ ରହିଥିଲା, ସେଇ କର୍ମଟା ଏଠି ଭୋଗ ହବ। ଚଣ୍ଡାଳ କର୍ମ କେଡ଼େ କଦର୍ଯ୍ୟ ଜିନିଷ, କୋଉ ବାଟରେ ତାକୁ ନା ନିଆଁ ପାଣି କିଏ ଛୁଉଁନି। ତେଣୁ ଆମକୁ ସବୁବେଳେ କର୍ମ ପାଇଁ ଜାଗ୍ରତ ରହିବାକୁ ହବ। ଯାହା ହଉ ଏତାଦୃଶ କର୍ମ ପ୍ରବାହକୁ ଧାରଣ ପୂର୍ବକ ସୃଷ୍ଟି ପ୍ରଳୟ, ସୃଷ୍ଟି ପ୍ରଳୟ, ସୃଷ୍ଟି ପ୍ରଳୟ, ସୃଷ୍ଟି ପ୍ରଳୟ ଯେ ଧାରା ଲାଗି ଆସିଛି, ଏ ଗଡ଼ି ଆସିଛି, ଆଦି ସୃଷ୍ଟିଟା ପ୍ରମାଣ ହେଇପାରୁନାହିଁ। ଏଇ କର୍ମଠୁ ହିଁ ଶଙ୍କାଟା ଉଠେ। ଅନ୍ୟ ଜାଗାରୁ ମଧ୍ୟ କେତେକ ଜାଗାରୁ ଉଠେ। ଗୋଟିଏ ଉଦାହରଣ ଆମେ ନେଇଥିଲା, ଦାର୍ଶନିକ ପ୍ରଶ୍ନଟା ଟିକେ ଜଟିଳ ହେଇପାରେ। ଆଉ ମୁଁ କାହିଁକି ଧନୀ ହେଲି, ସେ କାହିଁକି ଗରିବ ହେଲା? ନା ପୂର୍ବ ଜନ୍ମର ବା ପୂର୍ବ ସୃଷ୍ଟିର ପର୍ଯ୍ୟନ୍ତ ଆମେ ଯିବା। ତୋର କର୍ମଫଳ ଭୋଗ କରିବାକୁ ଥିଲା ରେ, ତେଣୁ ସେ ଗରିବ ହେଲା, ତୁ ଧନୀ ହେଲୁ। ସେ ସୁନ୍ଦର ହେଲା, ତୁ କୁଚ୍ଛିତ ହେଲୁ। ସେ ମନୁଷ୍ୟ ହେଲା, ତୁ ରାକ୍ଷସ ହେଲୁ। ସେ ସୃଷ୍ଟି କୋଉଠୁ ଆସିଲା? ନା ତା ସୃଷ୍ଟିରୁ ଥିଲା। ସେ ସୃଷ୍ଟି କୋଉଠୁ ଆସିଲା? ତା ପୂର୍ବ ସୃଷ୍ଟିରୁ ଥିଲା। ଏମିତି ଆମେ ଗଡ଼ି ଗଡ଼ି ଯିବା। ଆଦି ସୃଷ୍ଟିରେ ଦେର୍ ଇଜ୍ ନୋ ଆଦି ସୃଷ୍ଟି। ସନାତନ ଧର୍ମରେ ଆଦି ସୃଷ୍ଟି ନାହିଁ। ଯେହେତୁ এই ପ୍ରବାହ ୟାକୁ ଦାର୍ଶନିକ ଶବ୍ଦରେ କୁହାଯାଇଛି ଅନାଦି ସିଦ୍ଧ। ଏର ଆଦି ନାହିଁ, ଏର ଆଦି ନାହିଁ, ଆରମ୍ଭ ନାହିଁ। ଆରମ୍ଭ ହୁଅନ୍ତା ବୋଲି ତ ଅନ୍ତ ହୁଅନ୍ତା। ଯାହାର ଆରମ୍ଭ ଅଛି ତାର ଅନ୍ତ ଅଛି। ତର୍କଶାସ୍ତ୍ରରେ ସୁନ୍ଦର ଭାବରେ ୟାକୁ ପ୍ରମାଣ କରାଯାଇଛି ଯେ ଆରମ୍ଭବାନ ମାତ୍ରେ ଅନ୍ତବାନ। ଆରମ୍ଭ ହେଲେ ଅନ୍ତ ହବ। ଇଏ ଏମିତି ଗୋଟିଏ ପ୍ରବାହ ଯେ ୟାର ଆରମ୍ଭ ନାହିଁ କି ୟାର ଅନ୍ତ ମଧ୍ୟ ନାହିଁ। ଆରମ୍ଭ ନାହିଁ କି ଅନ୍ତ ନାହିଁ। ଏ ସୃଷ୍ଟିର ଆଦି ସୃଷ୍ଟି ତ ନାହିଁ। ତା ପୂର୍ବ ସବୁବେଳେ ବିଦ୍ୟମାନ ଅଛି। ଅନାଦି ସିଦ୍ଧ ବସ୍ତୁଟେ। ଯେତେ ଦୂରକୁ ଆପଣ ଯାଆନ୍ତୁ, ସେଇଠୁ ଆପଣ ଲକ୍ଷ୍ୟ କଲେ ଦେଖିବେ ଯେ ସୃଷ୍ଟି କେତେଟା ସୃଷ୍ଟିର ପଛକୁ ଆପଣ ପଳାନ୍ତୁ। ଯଦି ଆପଣଙ୍କର ସେ ସାମର୍ଥ୍ୟ ଅଛି ମୁନି ଋଷିମାନଙ୍କ ସାମର୍ଥ୍ୟ। 10,000, 30,000, 20,000 ସୃଷ୍ଟି ପୂର୍ବକୁ ସେମାନେ ପଳାଉଥିଲେ। ଯାଇ ଅନୁଭବ କଣ ଘଟଣା ଘଟିଥିଲା, କେମିତି ହେଇଥିଲା, କୋଉଠି ହେଇଥିଲା, କଣ ହେଇଥିଲା, କେମିତି ଅବତାର ହେଇଥିଲେ, କେମିତି ଲୀଳା କରିଥିଲେ, କଣ ବ୍ୟତିକ୍ରମ ଥିଲା ବର୍ତ୍ତମାନ ଆମର ଏଇ ସୃଷ୍ଟି ଅପେକ୍ଷା। ସେ ସୃଷ୍ଟିରେ ଏଇ ଶକ୍ତି ସେମାନଙ୍କର ଅଛି, ତାର ପ୍ରମାଣ ବି ଅଛି। ଯେମିତି ଆମର ସାଧାରଣ ସାଧୁମାନେ କେତେ ଜନ୍ମ ପୂର୍ବକୁ ପଳାଉଛନ୍ତି।
10 जन्म कि 15 जन्मर कथा को स्मरण करुँच प्राय 15 जन्म पूर्वे अमुक स्थान में जन्म होता यही प्रकार घटना होता है फलटा ये मन भोग होला से मीमांसा कर जापर सेमती सृष्टि पूर्व को जावा ऋषि मैंने अच्छा आध्यात्मिक शक्ति केते बड़ शक्ति से जोठिक आप पढ़ातु किंतु आपण द्वैतवाद अद्वैतवादर परस्पर विरोध संघर्ष सबुठी पाइबे। द्वैत तत्व द्वैत ना अद्वैत एटा मीमांसा हो पार केतबेले अद्वैतवाद उठी जाऊँच शंकराचार्य समय समग्र भारतीय समस्त अद्वैतवादी होते वल्लभाचार्य सिद्धनाचार्य एम समस्ते जो आसीगले आमर भक्तिवादी रामानुजाचार्य रामानंदाचार्य माधवाचार्य एम समस्ते ताकू दाबी देकर अद्वैतवाद को द्वैतवाद प्रतिष्ठा करदे द्वैतवाद पुणी सर्वभारतीय स्तर में गृहीत होगा एमती अद्वैतवाद द्वैतवाद अद्वैतवाद द्वैतवाद बोले कौन ना जीव ईश्वर एक ना जीव ब्रह्म दुईटा भिन्न पदार्थ एति कथा कौन मूल यहाँ जीवटा ही ब्रह्म जमती शंकराचार्य कहते हाँ हाँ जीवटा ही ब्रह्म जीवटा ही ब्रह्म बोली कहीदेगले जगत मिथ्या ब्रह्म सत्य जीव ब्रह्मेव केवलम जीव ब्रह्म यारे हजारे शास्त्र प्रमाण थोकरी दर्शन परवर्ती दर्शन में निर्णय करदे केमती जीवटा ब्रह्म जीवटा ब्रह्मर अंश विशेष जीव ब्रह्म नुहे जीव नियंत्रित ब्रह्म नियामक जीव सृष्टि ब्रह्म स्रष्टा जीव बद्ध ब्रह्म मुक्त केते केते कथा अनेक कथा रही भेद को अनादि अनंत काल ये गोटे ब्रह्म जपरी नित्य सत्य ए द्वैतवाद द्वैतवाद मध्य तद्रूप नित्य सत्य यार मीमांसा कोटि कुशास्त्र हो पारनी है पर्यंत कि भविष्य हबार संभावना प्राय क्षीण केतबेले ये उठी जाऊँ तो प्रसारित प्रचारित हो जाऊँ केतबेले से उठी जाऊँ प्रचारित प्रसारित हो जाऊँ द्वैतवाद अनुसारे जीव आ ईश्वर यांक भितर जो प्रभेद रहिला यांक भितरे जो प्रभेद रहिला एथिरे जीव को माया काबू कर दउची किंतु ब्रह्म को माया छुई पारुनी ब्रह्म को माया छुई पारुनी काबू करवा दूरे थाऊ ता पाख बसी पारुनी नहीं कि कृष्ण सूर्य सम माया हन अंधकार जमी आलोक पाख सूर्य पाख को अंधकार प्रवेश करें ना बहुत दूर रहे सुंदर श्लोकटीय श्रीमद भागवत अच्छी तृतीय कि चतुर्थ स्कंद मोर मन होनी भगवान निजे कहते माया बड़ लज्जिता ही अवगुंठनवती ही मुंडे ओढ़ना दे लज्जारे भगवान को खंडे दूर छिड़ा होते सुंदर वाक्यटी सुंदर संपाद बढ़िया टीका कर अवगुंठनवती माया मुंडे ओढ़ना टाणी नाई कि कौन सी दोष करते बहुटी श्वशुर ठारू खंडे दूर लज्जिता चाह न पारी भीरु अवस्था चुप ही ठिया होते ना पाखक आसपे ना चाहे कौन गोटे भूल कर चारे चीनी पकईदेला दे पकई शशुर दी कौन खाई सारे मोर तरबर बेल नहीं पड़े तू चीनी पकईक मत कि लज्जिता ही छिड़ा सेमिका अवगुंठनवती माया भगवान को ठारू दूर में छिड़ा होता है लज्जित अवस्था कहीं कहीं मद्दोषा मतपति जानती मायापति नुहति कि से मोर दोष गुड़िक मो पति जानती ए लज्जारे दूर में छिड़ा हो पाक आसपार माया माया कहीं भगवान निकट को प्रवेश करें ना गोटे कौतुकात्मक श्लोकटे श्रीमद भागवत कौन दोष
ନା ପ୍ରଭୁଙ୍କର ସନ୍ତାନ ସ୍ୱରୂପ ଜୀବ ତତ୍ତ୍ୱକୁ ମୁଁ ଈଶ୍ୱରଙ୍କୁ ଠାରୁ ଦୂରେଇ ଈଶ୍ୱରଙ୍କୁ ଭୁଲେଇ ମାୟା ପାର୍ଥିବ ଭୋଗ ଇନ୍ଦ୍ରିୟ ଭୋଗରେ ନିକ୍ଷେପ କରିଦିଏ। ଏଟା ହଉଛି ତାର ଦୋଷ। ଚାରି ଚିହ୍ନି ପକେଇଦେଲା। ମଦୋଷା ମତପତି ଜାଣନ୍ତି, ମୋ ପ୍ରଭୁ ବା ମତ ପ୍ରଭୁ ଜାଣନ୍ତି। ମୋ ପ୍ରଭୁ ପ୍ରତିକାର ଏ ପଦକ ମୋର ମନେ ଅଛି। ମାନେ ସେ କହୁଛନ୍ତି ଯେ ମାୟା ଏଠି ଅନୁଭବ କରୁଛି ଯେ ମୋର ଦୋଷ ଗୁଡ଼ିକ ମୋ ପ୍ରଭୁ ଜାଣୁଛନ୍ତି। କଣ ଲୋ ତୋର ଦୋଷ? ନା ଜୀବ ତାଙ୍କର ଅତ୍ୟନ୍ତ ପ୍ରିୟ, ଜୀବକୁ ଉଦ୍ଧାର କରିବା ପାଇଁ କେତେ ଚେଷ୍ଟା, କେତେ କରୁଣା ଜୀବ ଜଗତ ପ୍ରତି ଭଗବାନଙ୍କର, କେତେ ଭଲ ପାଆନ୍ତି ସେ ଜୀବ ସମୂହକୁ, ଜୀବମାନଙ୍କୁ ନିଜ ପାର୍ଶ୍ୱକୁ ନେଇଯିବା ନିମନ୍ତେ ଭଗବାନଙ୍କର ସକଳ ଚେଷ୍ଟା, ସକଳ କାର୍ଯ୍ୟ, ଯାହା କିଛି ଭଗବାନଙ୍କର ଯାହା କିଛି ଚେଷ୍ଟା, ଯାହା କିଛି କର୍ମ, ଯାହା କିଛି କାର୍ଯ୍ୟକଳାପ କେବଳ ଜୀବ କଲ୍ୟାଣ ନିମନ୍ତେ। କି କଲ୍ୟାଣ? ତାକୁ ପ୍ରଚୁର ଖାଇବାକୁ ମିଳୁ। କି କଲ୍ୟାଣ? ମୋ ପାଖକୁ ପଳେଇ ଆସୁ। ମୋ ପାଖକୁ ପଳେଇ ଆସିଲେ ପରମାନନ୍ଦ ଭୋଗ ହବ। ଭାଗବତ ନିକଟବର୍ତ୍ତିତ୍ୱ ହରେଇଛି ଜୀବ। ଭଗବାନଙ୍କ ସକଳ କାର୍ଯ୍ୟର ଗୋଟିଏ ମାତ୍ର ନିର୍ଦ୍ଦେଶ। ଆମକୁ କିଏ ସେ ବାନ୍ଧୁଛି? ଶ୍ରୀମଦ ଭଗବତୀ ଗୀତା ଗୋଟିଏ ସୁନ୍ଦର ଶ୍ଲୋକଟିଏ କହିଲେ ଯେ ମମେଇ ବାଂଶ ଜୀବ ଲୋକେ ଜୀବଭୂତା ସନାତନ ମନଃ ଷଷ୍ଠାନ ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନେ କର୍ଷତି। ମୋର ଅଂଶଟା ମୋ ପାଖରେ ରହିବା କଥା, ମୋର ପିଲାଟା। ମୁଁ ଆନନ୍ଦ ଘନ ସ୍ୱରୂପ ସୂର୍ଯ୍ୟରୁ ଅମାପ ଅନନ୍ତ ଅପରିସୀମ ରଶ୍ମି ବିକିରିତ ହେଲା ଭଳିଆ ମୁଁ ଆନନ୍ଦ ଘନ ସ୍ୱରୂପ, ମୋ ସ୍ୱରୂପରୁ ଅପରିମିତ, ଅକଳନୀୟ, ଅମିତ, ଅମାପ ଆନନ୍ଦ ବିକୃତ ହେଉଛି। ମୋ ପାଖରେ ଥାଇ ସୂର୍ଯ୍ୟର ନିକଟବର୍ତ୍ତୀ ବ୍ୟକ୍ତି ବା ଗ୍ରହ ଯେପରି ପ୍ରଚୁର ଆଲୋକ ପାଉଛି ଏବଂ ତାର କିଛି ଅସୁବିଧା ହଉନି, ଦିବ୍ୟାଲୋକରେ ସେ ଜୀବନ ବିତଉଛି। ମୋ ନିକଟବର୍ତ୍ତିତ୍ୱ ପ୍ରାପ୍ତ ହୋଇଥିବା ଜୀବ ପରମାନନ୍ଦ ଭୋଗ କରେ, ପରମାନନ୍ଦ ଭୋଗ କରେ। ଯିଏ ମୋଠୁ ଦୂରକୁ ପଳେଇଲା, ମତେ ଭୁଲିଗଲା, ମୋର ଆନନ୍ଦର ପରିସରଠୁ ବାହାରେ ରହିଗଲା, ସେ ଆନନ୍ଦ ଖୋଜୁଛି। ମୁଁ କେମିତି ପାଇବି, ମୁଁ କେମିତି ପାଇବି, କିନ୍ତୁ ମତେ ତ ଆଉ ପାଇଲାନି, ମତେ ଭୁଲିଗଲା। ତେଣୁ ସେ ଆନନ୍ଦ ସଂଗ୍ରହ କରିବା ପାଇଁ କଣ ଧରୁଛି? ପତ୍ନୀଟେ, ପୁତ୍ରଟେ, ଘରଟେ, ଚାକିରିଟେ, ବ୍ୟବସାୟଟେ, ଟଙ୍କା ପଇସା, ସୁନା ରୂପା, ପ୍ରତିଷ୍ଠା ପ୍ରତିପତ୍ତି, ସମ୍ମାନ, ମର୍ଯ୍ୟାଦା, ଏଗୁଡାକରୁ ଖୋଜୁଛି, ଏଗୁଡାକରୁ ଖୋଜୁଛି। ସେ ଆନନ୍ଦ ହିଁ ଖୋଜୁଛି, ତାର ଆନନ୍ଦ ଆବଶ୍ୟକ, ଏଗୁଡାକରୁ ଖୋଜୁଛି। ଏ ବାଟ ତାକୁ କିଏ ଦେଖେଇ ଦେଇଛି? ମାୟା ଦେଖେଇ ଦେଇଛି। ଯାଉନୁ, ଆନନ୍ଦ ମିଳିବ, ଯା। ଏବଂ ପ୍ରେରଣା ଦଉଛି, ସୁବିଧା ଦଉଛି, ସୁଯୋଗ ଦଉଛି। ମାୟା କହୁଛି ଯେ ତୁ ଏପଟେ ଆ, ଏଥିରୁ ଆନନ୍ଦ ସଂଗ୍ରହ କରେ ପାର୍ଥିବ ପଦାର୍ଥରୁ, ମୁଁ ତତେ ସହାୟକ ହେବି। ଏ ପସରାଟା କାହାର କି? ଏ ପସରାଟା ମାୟା ତିଆରି କରିଛି, ତା ନିଜ ପସରା ଭିତରକୁ ସେ ପୁରେଇ ଦଉଛି। ଏବଂ ତାର ବଡ ଦୋଷ ହେଲା ସେ ଈଶ୍ୱରଙ୍କୁ ଭୁଲଉଛି। ଈଶ୍ୱର ବିସ୍ମୃତି ଜାତ କରୁଛି ଜୀବର। ଏଇଟା ତାର ଦୋଷ ବା ଏଇଟା ତାର ଭୁଲ। ଈଶ୍ୱର ବିସ୍ମୃତି ଜୀବର ଜାତ କରୁଛି। ମାୟା ଯେ ଜୀବର ଈଶ୍ୱର ବିସ୍ମୃତି ଜାତ କରି ଈଶ୍ୱରଙ୍କୁ ଭୁଲେଇ ଏପଟେ ପୁରେଇ ଦେଲା, ସେଗୁଡାକୁ କୁହାଯାଏ ବଦ୍ଧ ଜୀବ। ସେଗୁଡାକ ହଉଛନ୍ତି ବଦ୍ଧ ଜୀବ। ଆଉ ଯୋଉମାନେ ଈଶ୍ୱରଙ୍କ ସମୀପବର୍ତ୍ତୀ ହେଇ ତାହାଙ୍କର ପରମାନନ୍ଦ ରସ ଆସ୍ୱାଦନ କରୁଛନ୍ତି, ସେମାନେ ହେଲେ ମୁକ୍ତ ଜୀବ। କଥା ଆରମ୍ଭରୁ ଆମେ ଆଲୋଚନା କରିଥିଲେ ଜୀବ ଦ୍ୱିବିଧ, ବଦ୍ଧ ଜୀବ ଆଉ ମୁକ୍ତ ଜୀବ।
ଏଇଠୁ ଆମର କଥା ଆରମ୍ଭ ହୋଇଥିଲା। ଏ କର୍ମ ପ୍ରବାହ ଧୀରେ 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 ଆମକୁ କର୍ମଟା କେମିତି ଭୟଙ୍କର ଜିନିଷ ଦେଖୁଛନ୍ତି ଆମେ ଆଲୋଚନା କଲେ, କିନ୍ତୁ କର୍ମର ଉପାଦେୟତା ଲକ୍ଷ୍ୟ କରନ୍ତୁ। କର୍ମ ପ୍ରବାହ ଆମକୁ ଈଶ୍ୱରଙ୍କଠୁ ଯେମିତି ଦୂରାଏ, କର୍ମ ପ୍ରବାହ ହିଁ ଆମକୁ ପୁଣି ଆଉ ଥରେ ଈଶ୍ୱରଙ୍କ ନିକଟବର୍ତ୍ତୀ କରେ। ନିକଟବର୍ତ୍ତୀ କରେ। ତେଣୁ ଭଗବାନ ଗୀତାରେ କହୁଛନ୍ତି କର୍ମ ଛାଡ଼ ନା, କର୍ମ ଛାଡ଼ ନା। କର୍ମ ଛାଡ଼ିଲେ ସ୍ଥାଣୁ ହେଇଯିବ, ଆଉ କିଛି ତମର ଗତି ପାଇବନି। ସେପଟେ ଯିବା ପାଇଁ ମଧ୍ୟ କର୍ମ ହିଁ ଦାୟୀ, ପୁଣି ଭଗବାନଙ୍କ ନିକଟବର୍ତ୍ତୀ ହେବା ପାଇଁ ମଧ୍ୟ କର୍ମ ହିଁ ଦାୟୀ। ଜ୍ଞାନ ମାନସିକ କର୍ମ, ଯୋଗ ଇନ୍ଦ୍ରିୟଗତ କର୍ମ ବା ବୌଦ୍ଧିକ କର୍ମ। ଜ୍ଞାନଟା ବୌଦ୍ଧିକ କର୍ମ, ଯୋଗଟା ମାନସିକ କର୍ମ, ମାନସ ଓ ଇନ୍ଦ୍ରିୟଗତ କର୍ମ। ଇନ୍ଦ୍ରିୟକୁ ନେଇକରି ମନକୁ ନେଇକରି ଯୋଗ ସାଧନ, କିନ୍ତୁ ଜ୍ଞାନ ବୁଦ୍ଧିକି ନେଇକରି ସାଧନ। ବୁଦ୍ଧି ବିବେଚନା ଶ୍ରୁତି ଇତ୍ୟାଦି ଜ୍ଞାନ। ଭକ୍ତି ଇନ୍ଦ୍ରିୟକୁ ନେଇ ସାଧନ, একদম ସରଳ ଜିନିଷଟା। ହୃଷିକେଣ ହୃଷିକେଶ ସେବନଂ ଭକ୍ତି ରୁଚ୍ୟତେ। ହୃଷିକେଣ ହୃଷିକେଶ ସେବନ, ସବୁଗୁଡ଼ା ତ କର୍ମ। ମାନସିକ କର୍ମ, ବୌଦ୍ଧିକ କର୍ମ, ଶାରୀରିକ କର୍ମ। ହୃଷିକ ଇନ୍ଦ୍ରିୟ ମାନଙ୍କ ଦ୍ୱାରା ଗୋବିନ୍ଦ ସେବାକୁ ଭକ୍ତି କୁହାଯାଏ। ହାତରେ ପ୍ରଣାମ କରିବ, ପାଦରେ ପ୍ରଦକ୍ଷିଣ କରିବ, ମସ୍ତକରେ ଦଣ୍ଡବତ କରିବ, ଫୁଲ ଗୁନ୍ଥି ଦବ, ଭୋଗ ବାଢି ଦବ, ଆଳତି କରିଦବ, ଗାଧୋଇ ପାଧୋଇ ଦବ, ଲୁଗା ପିନ୍ଧେଇ ଦବ, ଅଳଙ୍କାର ଲଗେଇ ଦବ, ଘର ଦ୍ୱାର ମୁଛି ଦବ। ଇନ୍ଦ୍ରିୟର ସେବା କରିବାକୁ ଭକ୍ତି କୁହାଯାଏ। ଏ ସବୁଗୁଡାକ କର୍ମ। ଏ କର୍ମ ମାନଙ୍କ ଦ୍ୱାରା ଈଶ୍ୱରଙ୍କର ନିକଟବର୍ତ୍ତୀ ହେବାକୁ ହୁଏ। କର୍ମ ମାନଙ୍କ ଦ୍ୱାରା ମଧ୍ୟ ଈଶ୍ୱରଙ୍କଠୁ ଦୂରେଇ ଯାଇଯିବ। କିନ୍ତୁ କର୍ମର ପ୍ରଭେଦ ଅଛି। ଈଶ୍ୱର ପ୍ରାପକ କର୍ମ ଆଉ ଈଶ୍ୱରଙ୍କଠୁ ଦୂରେଇ ଦେବା କର୍ମ। ତେବେ ଏମିତି ଗୋଟିଏ ଅବସ୍ଥା ଅଛି, କେବଳ ସଂସାର କର୍ମ ଭିତରେ ଯେତେବେଳେ ଘାଣ୍ଟି ହେଉଥାଏ, ଏଟା ବଦ୍ଧ ଅବସ୍ଥା ବା ବନ୍ଧା ଅବସ୍ଥା। ବନ୍ଧା ହେଇଯାଇଛି। କୋଉଥିରେ ବନ୍ଧା ହେଇଛି? ଜୀବଟା କୋଉଥିରେ ବନ୍ଧା ହେଇଛି ନା, ଜୀବଟା ବନ୍ଧା ହେଇଛି ଏଇ ପତ୍ନୀ, ପୁତ୍ର, ଗୃହ, ଧନ, ପ୍ରତିଷ୍ଠା, ଦେହ, ସ୍ୱାସ୍ଥ୍ୟ, ଭୋଗ, ବିଳାସ, ଏଇ ଲାଳସା ମାନଙ୍କରେ ଏଇଥିରେ ବାନ୍ଧି ହେଇଯାଇଛି। ବଦ୍ଧ ଜୀବ କୁହାଯାଏ। ୟା ବ୍ୟତୀତ ଆଉ ସେ କିଛି ଜାଣୁନି। ଏଗୁଡ଼ାକୁ ଭୃକ୍ଷେପ ନ କରି ଭାଙ୍ଗି ଦେଇ ଘର ଭାସି ଯାଉ, ପତ୍ନୀ ଚାଲିଯାଉ, ପୁତ୍ର ନଷ୍ଟ ହେଇଯାଉ, ଏ ପ୍ରକାର ଭାବନା ଯୋଉମାନଙ୍କର ଆସିଛି, ଏଇ ବନ୍ଧନରୁ ମୁକ୍ତ ହେଇ, ଆଉ ତାଙ୍କ ପାଖରେ ବନ୍ଧନ ନାହିଁ ଆଉ କଣ ଏଗୁଡାକ। ଏଇଟା ନ ଆସିଲା ପର୍ଯ୍ୟନ୍ତ ଏହାକୁ ବୈରାଗ୍ୟ କୁହାଯାଏ। ଏଟାକୁ ବୈରାଗ୍ୟ କୁହାଯାଏ। এইটা ন আসলা পর্যন্ত তীব্র মোহ এগুড়াক প্রতি থিবা পর্যন্ত ঈশ্বর অনুভূতি লাভ হয় না বলে আমার শাস্ত্র কହୁଛନ୍ତି। এই যে গৃহ আশা, এ গৃহ আশা রু উত্তীর্ণ হওয়া পাই, উদ্ধার পাইবা পাই, এ বন্ধনরু ফিটি ଯିବା ପାଇଁ নানা প্রকারର ବାଟ ଆମକୁ ଶାସ୍ତ୍ର ବତେଇଛନ୍ତି। କିପରି? ଯେମିତି ଆମର ପ୍ରହ୍ଲାଦ କହିଲେ ଯେତେବେଳେ ହିରଣ୍ୟକଶ୍ୟପ ପଚାରିଲେ, ହରେ ପୁଅ ସ୍କୁଲରୁ ଆସିଲୁ? ନା ହଁ ବାପା ସ୍କୁଲରୁ ଆସିଲି, ଛୁଟି ହେଇଛି। ପାଠ ପଢୁଛୁ? ନା ହଁ ପଢୁଛି। ସାର୍ ପଢଉଛନ୍ତି? ନା ହଁ ଭଲ ପଢଉଛନ୍ତି। କୋଉ ବିଦ୍ୟାଟି ତତେ ଭଲ ଲାଗୁଛି କହଟି? ରାଷ୍ଟ୍ରନୀତି, ଅର୍ଥନୀତି, ଯୁଦ୍ଧନୀତି, ନାଇଁ କି ଦଣ୍ଡନୀତି, ନାନା ପ୍ରାୟ ରାଜକୁମାର ଗୁଡାକ ତ ଏଗୁଡାକ ଦରକାର ନା ଶିକ୍ଷା। ତୁ କୋଉ ନୀତି ତୋର ପ୍ରିୟ, କୋଉ ଜିନିଷଟା ତୋତେ ଭଲ ଲାଗୁଛି, କୋଉ ସବଜେକ୍ଟଟା ତୋର ପ୍ରିୟ? ନା ପିତା ମତେ ଗୋଟେ ସବଜେକ୍ଟ ଭାରି ଭଲ ଲାଗୁଛି। କୋଉଟା ଭଲ ଲାଗୁଛି କହଟି ଗେଲରେ ଆଦର କରିକି ବସେଇଛି ପେଟରେ। ତତ ସାଧୁ ମନ୍ୟେ ସୁରବର୍ଜ୍ୟ ଦେହିନା ସଦା ସମୁଦ୍ବଗ୍ନ ଧିୟାଂ ଅସତ ଗ୍ରହାତ ହିତାତ୍ମ ପାତମ ଗୃହମ ଅନ୍ଧକୂପଂ ବନଙ୍ଗତ ଶ୍ରୀ ହରିମାଶ୍ରୟେତ। ଗୋଟିଏ ଶ୍ଲୋକରେ ବଡ ସୁନ୍ଦର ମୀମାଂସା ଦଉଛନ୍ତି। ଏ ଶ୍ଲୋକ ଟିକେ ଧରି ତାର ଅର୍ଥ କରି ବସିଲା ମନେ ହେଲେ ବହୁତ ସମୟ ବିତିଯିବ।
एटा प्रहलाद जमी कहले जे गृह को अंधकूप तुल्य वर्णना करी कहते केमिति फिटिकी भितर पलई जीव केमिति या भितर फिटिकी पलई जीव ये गोटे मार्ग बोली भावतुनि गृह फिटिकी पलैले ईश्वर मिलज यहाँ अर्थ नुहे गृह भितर थाई मध्य ईश्वर मिलबार बहु कौशल उपाय अच्छे आम गोटे विषय उपर आम आलोचना होची तेबे गृह मोह अनेक क्षेत्र में आमको दृढ़ बंधन में पकड़ दिए ईश्वर चिंता ईश्वर उपासना ईश्वर श्रुति विरत कर दिए कथा त्रिकाल सत्य से प्रहलाद कहते जो न पार तो छाड़ी देकर पलि जाऊ युड़ाक ही कर्मर फल तो तेणु जहाँ तू छाड़िक जाऊनी बांधे हो गृहाशा तो ब्रजांगना माने कहते मृगुणी गुड़ाक हरिणी गुड़ाक कृष्ण सार गृहिणी विमुक्त गृहाशा एमाने केमिति गृहर आशा मोह भंग होला एमानंकर ना तो वंचित चित्ता गोटे कहते कणित वेणुरव वंचित चित्ता वंचित मोहित तार चित्तटा मोहित हो गला कृष्ण सार गृहिणी कृष्ण गृहिण्य कृष्ण सार गृहिणी कृष्ण सार गृहिणी कहले तार घरटे थिला तार घरटे थिला गृहिणी केमती है तार गृहटे थिबार तो गृहिणी ता घरटी से बड़ जत्न रखिथिला तार कृष्ण सार मृग अपेक्षा ये हरिणीर घरटी प्रति बड़ लोभ जमी आम घर मानक माँ मानकर बड़ लोभ घर प्रति पिता मान अपेक्षा से देखले हम तो देखा झीर बाहर तो अच्छी जहाँ भगवान करेंगे माँ को छाड़ुं 24 घंटा केचुं कुआड़े गलनी कुआड़े देखिलनी गृहाशा अतिरिक्त गृहिणी मानकर गृहाशा अतिमात्रा तीव्र एवं गृहस्थ को गृहिणी माने ही गृह भितर बेसी बांधिक पकाती एटा स्वाभाविक एटा स्वाभाविक साधारण कथा कारण प्रकृति स्वरूपिणी तो प्रकृतिर अंश से माने तो प्रकृतात्मका तेणु प्रकृतिर क्रिया बा पसरा गृहस्थाश्रम भितर मोहात्मिका भाव से मानकर तीव्र अतएव कृष्ण सार गृहिणीटा तार गृह प्रति केते तीव्र मोह केते लोभ ता घर द्वारा सजाड़ा से केते चेष्टा जत्न करुला किंतु वंशीर बर यह महिमा अच्छी जे कृष्णर वेणुवादन एतादृश महिमा अच्छी जे गृहस्थटा को टाणिक नहीं आम बड़ कथा कही था हाँ गुड़ाक तो से तो हमें जुआड़े से आसला चलले नहीं कि किंतु गृहिणीटा घर छाड़ी कुआड़े जा कथा नुह तार गृह ही वैकुंठ तार गृह ही सर्वस्व निरंतर से गुहग्रत प्राणा तार जीवन प्राण आत्मा सबू गृह भितर गृहिणी परा अथच तार मध्य वेणुनाद गृह प्रति अनासक्ति जात करी कृष्ण अन्नसत से कृष्ण पछरे पड़े कृष्ण पछरे पछरे चलती ता निकटवर्ती होगा चाहूँ सीना संपूर्ण रूपे भूलीगला गृह आशा सखी हरिणीटीर अवस्था जिते बड़े वेणुनादर प्रभाव या एपरी आम अवस्था कौन हम आम कि घर कि द्वार कौन देखा सब गृह परिवार गृहस्थाश्रम को भूली एकमात्र कृष्ण ही सर्वस्व हो जाइए से घर द्वार जली जाऊ पोड़ी जाऊ नष्ट हो जाऊ भांगी जाऊ ना पति ना पुत्र ना पिता ना परिवार ना धन संपद सर्वस्व त्याग करिवार एक अत्यंत सरल पथ होची बंधन भांगी आपन सन्यासटार कौन अच्छी कि आम वैष्णव मानकर भेकर से व्यवस्था नहीं यहाँ अलग पद्धति जो गेरुआ पिंधा
दंडी सन्यासी माने सेमानंकर कौन अच्छी सन्यास समय जितेबले होम अच्छे से होम जितेबले यज्ञोपवीत को विसर्जन दि जाए जति धर्म प्रदीपिका बोली खंडीय शास्त्र अच्छे से पद्धतिटा रही केमी जड़े सन्यासी हम से श्लोकटी मोर मन ना गुरु आह्वान करुचंती हे केसरी पिंजराबद्ध केसरी पिंजरा को छिन्न करी ता भीतर पलि आस तुम्हें बोले आह्वान अच्छे से यज्ञ वेदी रे जेतोले गुरु शिष्य को सन्यास दौरान काम सरला परे से ताकू आह्वान दौरान तमें पिंजराबद्ध केसरी तुम केसरी सिंह तुम पिंजरा भीतर कहीं बांधिकी पड़ जाइछ तुम भांगी जाओ तुम बल से पिंजरा को भांगिक तुम बाहर तुम निज बल तुम भांगिक बाहर ये शिष्य सेमती गोटे श्लोक अच्छे ए मो पिंजरा को भंग करी मो केसरी मो निर्गत हली आपण निकट को बोली वाक्यटी मध्यम गृह बंधन को भांगी संसार बंधन को भांगी गृह बंधन बोले कौन खाली गृह शासन की इंद्रियर बंधन ना खाଇବା लालसा पिंधा लालसा धन सम्पत्ति लालसा संचय लालसा सम्मान लालसा गुड़ाक तो सब रही ना अनेक प्रकार लालसा एवं तो बंधन आउ कौन ए बंधन को चरमार करी मु बाहरली आपण निकट को बोली शिष्य कह पिंजराबद्ध केसरीटा रही जो बंधन या भीतर छुट्टा ये सहज पिंजरा नुह कृष्ण लौह निर्मित कला लुहा शास्त्र मानक कार्षण लौह बोलिक गोटे देखा मिले बड़ बड़ परिघ सब तैयारी है से युद्ध निमंत वृत्रासुर सीधु गोटे परिघ धरता बोली वर्णना अच्छे वृत्रासुर युद्ध आम जगन्नाथ मंदिर सब जहाँ पड़ी से कार्षण लौह से अलग लुहा ताको ना कलंक धरब ना तार तेज कमिब ना तार शक्ति कमिब ना तार क्षय हम किछ हेनी कार्षण लौह कहती आजिकल सी लौहर सन्धान मैंने पाऊना बोधे ताको कृष्ण लौह बा कार्षण लौह कहती कला लुहा एटा सब कला देखा जाऊँ तो कला लुहा गुड़ा काटिले ता भीतर धड़ा अंश बाहर कला अंश बाहर तो से भाया से कृष्ण कार्षण लौह निर्मित ये जो गृहस्थाश्रम बा संसार रूपक पिंजरा ए पिंजरा को भांगी बाहर सहज कथा नुह कोठी बल पाइब भांगी दबा केतेबेले सहज हम जदि कौन से व्यक्ति भगवान श्रीकृष्णଙ୍କର ए बंशी माधुरी रे निजको नियोजित करि पारे बंशी माधुरी रो तात्पर्य भगवान को गोपांगना माने जो ढंग से उपासना करते से उपासना पद्धति ही बंशीनाद बोले बंशीनाद हूँ तार प्रतीक तेणु बंशी माधुरी में समस्त अधिकार नहीं बोली काली आम आलोचना करते काली आम अनेक कथा आलोचना करते बंशी माधुरी में समस्त अधिकार नहीं लीला माधुरी नाम माधुरी रूप माधुरी आ गोटे कौन गुण माधुरी ये चार्टा पंच माधुरी चार्टा माधुरी समस्त अधिकार अच्छे किंतु गोपांगना माने जो ढंग भजुले कृष्ण को से ढंग से भजवा अधिकार समस्त आसेना अधिकार भेद कथा खाली आलोचना कर अधिकार से बाटर जदि किए निजको अधिकारी रूपे सजाड़ा तार आरंभ कला उपासना पद्धति शिक्षा आरंभ कला से पथरे पाद देला से वंशी माधुरी प्रति आकृष्ट बोली कहुची यही पथरे अग्रगति करुवा अग्रसर होता लोक प्रति निबिड़ कार्षण लोह निर्मित संसार रूपक पिंजरा भांगी दवापाई मोटे कष्ट हेनी अनायासरे या सी भांगी दे पार जेहेतु हरिणी गोटे वंशीनाद आकृष्ट ही कि प्रकार विमुक्त गुहाशा ही जाऊँ ब्रजांगना मानकर कथा भितर समस्त रहस्य रही तो गोपी मानकर उपासना पद्धति बा प्रणाली ता सनातन धर्मर कि भलिया गोटे उच्चांग साधना प्रणाली और अनायासरे से बंधन गुड़ाक मुक्त हवा सहज है एक कथा सुखदेव गोस्वामी इनडायरेक्टली लीला माध्यम सूचई देला परवर्ती वाक्य कहते कुंदराम कृत कौतुक बेश गोप गोधन वृत जमुनाया
नंद सुनुरन घेतव वत्स नर्मद प्रणय नांग बीजहार मंद वायु रूप बात्यनुकूल मानयन मल यजस्पर्शन बंदिनस्तमुप देवगणा जे बाद्य गीत बोली भी परिबभ्रु कौन कहते कुंददाम कृत कौतुक वेश गोपगोधन वृत जमुनाया नंदसुनु अन्न घेतव वत्स नर्मद प्रणय नांग बीजहार। घटनाटा कौन हला कि पूर्ववर्ती श्लोकटी आम जहाँ आलोचना कले मणिधर क्वचित गणयन गा तार गोटे श्लोक पूर्वरु तबसुत सती जदाधर बिंबे दत्तवेणु अनयन स्वर जाति वाक्य गोपांगना माने नंदंग गृह निकट को पड़े गोप युवती गण ब्रजदांडरे कृष्ण बंशी माधुरी आस्वादन करू करू उन्मादित चित्ता है निज निजर भाव व्यक्त करुवा अवस्था केते गुड़े श्लोक गड़ी आसला दैवात मन पकातु आलोचना कर दैवात गोटे धारणा सृष्टि है बंशीटा अति निकटवर्ती कहीं निकटवर्ती है से कथा आम आलोचना करे धारणा कृष्ण पलि आसिले कौ गली देकर पलैबे घर को चल आम नंद मंदिर सामान को पलि जे सीठी आम कृष्ण दर्शन पाइबा संध्या आगे कृष्ण निकट को आसीगले गोधन चरी फेरी आसुँच जो कोलाहल कर पहुंचले यशोदा माँ घर बाहर सी तो कृष्ण चिंतार तन्मय होगी कांदुले बसी खिया नहीं पिया नहीं किसी नहीं कौटी थो कौन करुव कौन विपत्ति पड़ो कि कौन असुविधा हो कि सी तले आसी पहुंचले कहले सी पदुटी तापर ब्रजांगना मैंने पलि आसिले प्रकृति हेले ज्ञान आसला कृष्ण फेरी आसवा अस्तकालीन समय है गोधूली लग्न आसनी चल आम पलि जा से मैंने कृष्ण नंदंग घर टू माँ को कंटी तेणु कहीदे पलि आसिले सी पलि आसला तो नंदपत्नी जशोदा सी आ गृह रही पारे से व्याकुल हो गोटे 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 कुआड़े गौड़ुणी गुड़िक गले गोपकन्या गुड़िक कुआड़े गले मो पुअर कि सुंदर कथा कहूले कृष्णर गुणगान करुले कृष्णर लीलागान करुले कृष्ण कृष्ण होते जमी विदेश पुओटीए थिले ता पाखरु आसीथिबा ता कथा कहूथुबा ता विषय जानी लोक प्रति माँ दौड़िकी पड़े अरे मो पु को देखिलु कि कौन करुला रे कौन खाऊँ केमी अच्छे देहपा कौन है जमी पड़े से भाया माँ यशोदा बात्सल्यमयी कृष्ण कथा टी शुणा को खोजी खोजी आसी एम पाखे पहुंचले एम पाखे आसी जो पहुंचले समस्ते घेरीगले हे माँ कृष्ण माँ जननी यशोदा माँ कौन है तुम्हें कहीं आसिल इठी यशोदा कहते आलो झियो आज कहीं कृष्ण एत विलंब लो नहीं कि धीरे घेन कानन रे कृष्ण विलंबित टिके विलंब तांकर दिने दिने होजे आज कहीं कृष्ण आसवाक एत विलंब एत डेरी कहीं करुच्ची कहीं आसुनी मो मन बड़ छन छन होची नाना शंका मनरे पशुची कौन उपद्रव हला कि कौन दुख आसी पहुंचला कि नाना प्रकार राक्षस असुर तो मझे नाना प्रकार पीड़ा उत्पन्न करती केते बेले कौन परिस्थिति सृष्टि है झील कहीं एपर्त कृष्ण आसुनी कहीं आज डेरी करुच्ची जब अति व्यस्त हो पड़े से माँ यशोदा को कृष्ण आगमनर विलंबर कारण जो सांत्वना दबा निमंते ब्रजांगना माने कौन कहते श्लोक ब्रजांगना मानकर से भाव प्रकाश पाउची कुंददाम कृत कौतुक बेश गोप गोधन वृत जमुनाया नंद सुनुर घेतव वत्स नर्मद प्रणयी नांग बीजहार
ମନ୍ଦବାୟୁ ରୂପ ବାତ୍ୟନୁକୂଳ ମାନୟନ ମଳ ଯଜସ୍ପର୍ଶେନ ବନ୍ଦିନସ୍ତଦୂପ ଦେବଗଣା ଯେ ବାଦ୍ୟ ଗୀତ ବଳି ଭିପରି ବବ୍ରୁ। କଣ କହୁଛନ୍ତି? କୁନ୍ଦଦାମକୃତ କୌତୁକ ବେଶ ଗୋପ ଗୋଧନ ବୃତ୍ତ ଯମୁନାୟଂ। ମା ଯଶୋଦା, ତୁମେ କାହିଁକି ବ୍ୟସ୍ତ ହଉଛ? କିଛି ଅସୁବିଧା ନାହିଁ, କିଛି ଅସୁବିଧା ନାହିଁ, କୌଣସି ବିପଦ ନାହିଁ। ନନ୍ଦ ଶୁନୁ ଅଇ ଅନଘେ ନିଷ୍ପାପେ। ଅନଘ, ଅଘ କହିଲେ ପାପ। ହେ ଅନଘେ, ଯଶୋଦାଙ୍କୁ ସମ୍ବୋଧନ କରୁଛନ୍ତି, ହେ ଅନଘେ ନିଷ୍ପାପେ ନନ୍ଦ ଶୁନୁ ତବ ବତ୍ସ। ଦୁଇଟା ଆଗ କଥା କହୁଛନ୍ତି। ନନ୍ଦଙ୍କ ପୁଅ ବୋଲି ତ କହୁଛନ୍ତି, ପୁଣି ତବ ବତ୍ସ ବୋଲି କହୁଛନ୍ତି। ତମ ପୁଅ, ନନ୍ଦ ପୁଅ, ଯୋଡ଼ିଏ ଶବ୍ଦ କହିବାର। ଆଜ୍ଞା, ଶ୍ରୀମଦ୍ ଭାଗବତ ସୁଖଦେବ ଗୋସ୍ୱାମୀର ବାକ୍ୟ, ପ୍ରତ୍ୟେକ ବିନ୍ଦୁ ବିସର୍ଗର ମୂଲ୍ୟ ଅଛି। ନନ୍ଦଶୁନୁ କହିଲେ ତ ଲୋକେ ବୁଝିଗଲେ, ନହେଲେ ତ ତବ ବତ୍ସ କହିଲେ ମଧ୍ୟ, ଯଶୋଦା କୁମାର କହିଲେ ମଧ୍ୟ ବୁଝିଗଲେ। ଏକା ବେଳକେ ଗୋଟେ ପାଦରେ ମଧ୍ୟ ଶ୍ଲୋକର ନନ୍ଦଶୁନୁ ଅନଘେ ତବ ବତ୍ସ କହିବାର ତାତ୍ପର୍ଯ୍ୟ, ମା ତୁମେ କାହିଁକି ବ୍ୟସ୍ତ ହଉଛ? କୃଷ୍ଣଙ୍କର ଟିକେ ଡେରି ହେଇଛି। ମାନେ ଯଶୋଦାଙ୍କୁ ସାନ୍ତ୍ୱନା ଦେବା ଭଙ୍ଗୀରେ କହୁଛନ୍ତି, ଉଦ୍ଦେଶ୍ୟରେ କହୁଛନ୍ତି, କୃଷ୍ଣଙ୍କର ଟିକେ ଡେରି ହେଇଛି। ଯେତେ ଶୀଘ୍ର ଆସିବା କଥା ସେତେ ଶୀଘ୍ର ଆସିନାହାନ୍ତି, ଟିକେ ଡେରି ଡେରି ହେଇଯାଉଛି ସତ। ତମେ କାହିଁ ବ୍ୟସ୍ତ ହଉଛ ମା? ଯେହେତୁ ତୁମେ ଅନଘେ, ଅନଘା, କୌଣସି ଅଘ ବା ପାପ ତୁମର ପୂର୍ବ ଜନ୍ମାନ୍ତରର ନାହିଁ, ତୁମ ପୁଅର କାହିଁ କଣ କ୍ଷତି ହବ? এইটা প্রত্যক্ষ অনুভূতি যে মহাত্মা মহাপুরুষ মানଙ୍କର মুনি ঋষি মানে ମଧ୍ୟ ନିର୍ଣ୍ଣୟ କରିଛନ୍ତି। ବଡ଼ ଆଶ୍ଚର୍ଯ୍ୟର କଥା, ଯଦିଓ କର୍ମର ଟ୍ରାନ୍ସଫରେନ୍ସ ନାହିଁ, ପୁଣ୍ୟ ଆଉ ପାପର ଅଦଳ ବଦଳ ଅଛି। ଅନେକ ପାପ ନେଇଯାଆନ୍ତି, ଅନେକ ପୁଣ୍ୟ ଦାନ କରନ୍ତି, ଅଛି, ଶୁଣିବାକୁ ମିଳେ। କେତେକ ଜାଗାରେ ହେଇଛି, କେତେକ ଜାଗାରେ ହେଇଛି। ଏଟା କୋଉ ଶକ୍ତି ବଳରେ କେମିତି ସେମାନେ କରନ୍ତି, ବଡ଼ ଅଦ୍ଭୁତ କଥା। କିନ୍ତୁ କର୍ମଟା, ଜଣଙ୍କର କର୍ମଟା ଆଉ ଜଣେ ଭୋଗିଲା, ଏମିତି କୋଉଠି ଦେଖା ନାହିଁ। ସଂଗୃହୀତ ପୁଣ୍ୟରୁ କିଛି ପ୍ରଦାନ କରିବା କୌଶଳ ଅଛି। ଏପରିକି କାହାର କିଛି ପାପରୁ ଭାଗେ ନେଇଯିବା ମଧ୍ୟ ଅଛି। ଆପଣମାନେ ଶୁଣିଛନ୍ତି, ଆମର ଏଠି ଆଲୋଚନା ହେଇଛି, ମନେ ପକାଇଦେଲେ ମନେ ପଡ଼ିବ। ଇନ୍ଦ୍ର ଯୋଉ ବ୍ରହ୍ମହତ୍ୟା ପାପ କଲେ 4 ଭାଗ କରି ବାଣ୍ଟିଲେ ନି? ଆହୁରି କେତେ ଅଛି, କିଏ କେମିତି ପୁଣ୍ୟ କାଠୁ ନେଇଛନ୍ତି, କିଏ କଣ ଦେଇଛନ୍ତି, ସବୁ ଅଛି, ବହୁ ଜାଗାରେ ଅଛି। ପୁଣ୍ୟ ଦାନ କରିବା ଅଛି। ଏଟା କେମିତି ହୁଏ? ପୁଣ୍ୟ ଆଉ ପାପ ଏଇଟା ହୁଏ। କିନ୍ତୁ କର୍ମ ଓ ତାର କର୍ମ ଫଳ ଏଇଟା କୋଉଠି ଟ୍ରାନ୍ସଫର ହେଇକରି ଆଉ ଜଣଙ୍କ ପାଖକୁ ଗଲା, ଏଇଟା କୋଉଠି ଦେଖା ନାହିଁ। କିନ୍ତୁ ଏଟା ତ ପ୍ରତ୍ୟକ୍ଷରେ ବାକ୍ୟ ମଧ୍ୟ ଅଛି, ଅନୁଭବ ଅଛି। ପିତାମାତାଙ୍କର କର୍ମଫଳ ସନ୍ତାନ ଭୋଗ କରନ୍ତି। ଏଇଟା ଆମେ ପ୍ରମାଣ କଲା ବେଳକୁ ଟିକେ କଠିନ ହେଇପାରେ, କିନ୍ତୁ ଆମର ପ୍ରବାଦ ପ୍ରଚଳିତ ଅଛି। ଅନେକ ସମୟରେ ପିତାମାତାଙ୍କର ସତ୍କର୍ମ ଓ ଅସତ୍କର୍ମର କିଛିଟା ଫଳ ତାଙ୍କ ପୁତ୍ରାଦି ସନ୍ତାନଗଣ ଭୋଗ କରନ୍ତି। হয় ଏଇଟା କେମିତି ଏଇଟା ସମ୍ଭବ ହବ? ବାପ ମା ପାପ କଲେ କି ପୁଣ୍ୟ କଲେ, ପିତା ହଉ କି ଜନନୀ ହଉ କଲେ, ସନ୍ତାନକୁ ସେଟା ସଞ୍ଚାର ହବ କର୍ମଟା। ଏଟା କି ଭଳିଆ ସମ୍ଭବ? ନା ତ ହବନି। କର୍ମ ତ ପ୍ରାୟ କେବେ ଆସେନା, ତାହେଲେ ସମାଧାନ କେମିତି ହବ? ବାସ୍ତବ କର୍ମଟା କେବେ ହେଲେ ଜଣଙ୍କର ଆଉ ଜଣଙ୍କ ପାଖକୁ ଯିବନି। এটা ସେଟିଂ ବ୍ୟବସ୍ଥା।
এটা ସେଟିଂ ବ୍ୟବସ୍ଥା। ପାପ କର୍ମା ପିତାର ଗୃହରେ ପୁତ୍ର ରୂପେ ଯୋଉ ଜୀବାତ୍ମାଟା ଆସି ପହଞ୍ଚିବ ଜନନୀ ଜଠରରେ, ତାର ମଧ୍ୟ ପୂର୍ବରୁ ଫଳ ଭୋଗ କରିବାକୁ ସେଭଳିଆ ଥିବ, କର୍ମା ସ୍ୱକର୍ମାନୁସାରେ କୁଫଳ ଭୋଗ କରିବାକୁ ଥିବ, ସିଏ ଆସିକରି ସେ ସେଟ୍ ହେଇଯାଏ। ଆମକୁ ଦୁଷେ ବାହାରକୁ ଯେ ବାପର ଫଳ କୁକର୍ମ କରୁଥିଲା, ଦେଖ ପୁଅ କେମିତି କଷ୍ଟ ପାଉଛି, ତା ପିଲା ଗୁଡା କେମିତି ନଷ୍ଟ ହେଇଗଲେ। ଏଟା ସେଟିଂ ବ୍ୟବସ୍ଥା, ନହେଲେ କର୍ମ ଟ୍ରାନ୍ସଫର ନାହିଁ। କର୍ମଟା ଜଣଙ୍କର ଆଉ ଜଣଙ୍କ ପାଖକୁ ଯାଏ ନା। ଏ ଯୋଉ ସେଟିଂ ବ୍ୟବସ୍ଥା, କୁ ପରିବାରରେ କିଏ ଜନ୍ମ ହବ, ଏଇଟା ଗୋଟେ ଅଘଟନ ଘଟନ ପଟ୍ଟି ଅଛି ଯୋଉ ପ୍ରକୃତି କି କୁହାଯାଏ, ମାୟାକୁ ଯୋଉ କୁହାଯାଏ ଅଘଟନ ଘଟନ ପଟ୍ଟି ଅଛି, ତା ଗୁଣଟା ସେଇଠି ଜଣା ପଡୁଛି। ପ୍ରକୃତିର ବଡ ବିଚିତ୍ର ଅଘଟନ, କୋଟି କୋଟି ଜୀବ, କୋଟି କୋଟି ଜୀବ, ଅବଶ୍ୟ ଜୀବ କୋଟି କୋଟି ହେଲେ ମଧ୍ୟ ମନୁଷ୍ୟତର ପ୍ରାଣୀ ମାନଙ୍କର ପାପ ବା ପୁଣ୍ୟର କର୍ମର ପ୍ରଭାବ ସେମାନଙ୍କ ଉପରେ ନାହିଁ। କେବଳ ମନୁଷ୍ୟ, କେବଳ ମନୁଷ୍ୟ କର୍ମଭାଗୀ। ମନୁଷ୍ୟତର କୋଟି କୋଟି ଯେତେ ଜୀବ ଥିଲେ, ବ୍ୟାଘ୍ରର ଗୋହତ୍ୟା ହୁଏ ନା, ତାକୁ ପ୍ରାୟଶ୍ଚିତ କରିବା ଦରକାର ନାହିଁ। ସେ ଗାଈଟିଏ ମାରିଦେଲେ ତାର ଗୋହତ୍ୟା ହବନି। ଯାହା ହଉ କେବଳ ମନୁଷ୍ୟ ପାଇଁ। ମନୁଷ୍ୟ ହେଲେ କଣ କମ ହେଲେଣି କି? କର୍ମାନୁସାରେ ଯେ ଯୋଉ କର୍ମ କରିଛି, ପିତାମାତାଙ୍କର ତଦନୁରୂପ କର୍ମ ପାଖରେ ଯାଇ ସେଟିଂ ହବା, ସେଇ ଗର୍ଭରେ ଯାଇ ଜନ୍ମ ହବା, ଏ ବ୍ୟବସ୍ଥା କିଛି କମ ବ୍ୟବସ୍ଥା ନୁହଁ। ୟା ଉପରେ ବେଦାନ୍ତ ଗୋଟିଏ କଥା କହୁଛନ୍ତି, ଯଥା ଛାଗେଶୁ ଆମେ ଆଲୋଚନା କରୁଛେ, 10,000 ଛେଳି ବଣରେ ଚରୁଛନ୍ତି, ତାଙ୍କର 4,000 ଶାବକ ଅଛନ୍ତି। ଶାବକ ମାନେ ଏଠି ବନ୍ଧା ହେଇକରି ପଡିଛନ୍ତି, ଛେଳି ଛୁଆ ଗୁଡିକ। ମା ମାନେ ପଳେଇଲେ ଦିନ ତମାମ ଅରଣ୍ୟ ଭିତରେ ଚରିବା ପାଇଁକି, ପାହାଡ ବଣରେ ଚରି ଚରିକରି ସନ୍ଧ୍ୟା ସମୟକୁ ସେ ସାଡୁ ଫେରୁଛନ୍ତି। ସେ ସାଡୁ ଫେରିଲା ବେଳକୁ ଇ ଭିତରେ ଏମାନେ ସବୁ ବନ୍ଧା ହେଇକରି ପଡିଛନ୍ତି, ଯୋଉଟେ ଖୁଆଡ ଭିତରେ ଅଛନ୍ତି, ବାଡ ଭିତରେ ରହିଛନ୍ତି ସବୁ ଛୁଆ ଗୁଡିକ। ତ ତାଙ୍କୁ ସବୁ ବାଡ ଭିତରେ ତାଙ୍କୁ ବନ୍ଦ କରି ଦିନ ଆଗର ଖାଇତେ, ସାଡେ ଯେତେବେଳେ ମାଇଲେ କି କିଲୋମିଟର ଦୂରରୁ ସେ ମା ମାନେ ମେ ମେ ତାଙ୍କର ମନେ ପଡିଗଲା, ଶିଶୁ ଶାବକ ମାନଙ୍କୁ ରହିଲେ। ଇଏ ସବୁଗୁଡାକ ଏକାଥରେ କୋଳାହଳ ଆରମ୍ଭ କଲେ, ଏ 3-4 ହଜାର ଶାବକ। ତ ତାର ଯିଏ ମାଲିକ, ସେ କେତେ ୟାଙ୍କର ଅଡି ତାଙ୍କ ଯୋଡି ସବୁ ଫିରେଇଗଲା, ଗେଟ ଖୋଲିଦେଲା। ବିଜୁଳି ବେଗରେ ଦୌଡ଼ିଲେ ଶାବକ ଗୁଡାକ। ସବୁଗୁଡିକ ଛେଳି ଦେଖିବାକୁ ଏକା ଭଳିଆ, ସବୁଗୁଡିକ ଶାବକ ଦେଖିବାକୁ ଏକା ଭଳିଆ, କିନ୍ତୁ ଯା ମା ପାଖରେ ତା ଛୁଆ ସେଟ୍। ଅଦଳ ବଦଳ ନାହିଁ, କୋଉଠି ହେଲେ ଗୋଟିଏ ଅଦଳ ବଦଳ ନାହିଁ। ଭୁଲରେ କିଏ ଆଉ କୋଉ ଶାବକଟାକୁ ଚାହିଁବନି, କି ଆଉ କୋଉ ମାକୁ ଗୋଟିଏ ଶାବକ ମଧ୍ୟ ଚାହିଁବନି, କି ଶାବକକୁ ମା ମଧ୍ୟ ଚାହିଁବନି। ଠିକ ସେ ତା ମା ପାଖକୁ ସେ ଶାବକ ପଳେଇବ, ସେଇ ଶାବକକୁ ଦେଖିକି ମଧ୍ୟ ତା ମା ନ୍ୟାୟ କରି ଡାକିଦବ। ସେଟା ସେ ଛେଳି ମାନେ ହିଁ ଜାଣନ୍ତି। ଯେମିତି କେବଳ ଶାବକ ଓ ତାର ମା ପରସ୍ପରକୁ ଚିହ୍ନ। ଆମେ ଯଦି ଦେଖିବା, ଆମେ ତା ଭିତରୁ କୋଉ ଛେଳିର କୋଉ ପିଲାଟା ଧରିପାରିବା ନା, ଏକା ଭଳିଆ ଅଧିକାଂଶ ଶାବକ ଅଛନ୍ତି, ଏକା ଭଳିଆ ଅଧିକାଂଶ ଛାଗ ଅଛନ୍ତି। ଚିହ୍ନିବା ମୋଟେ ସହଜ ହବନି କୋଉଟା କାହା ପିଲା। କିନ୍ତୁ ସେମାନେ ଯେମିତି ସେଟ୍ ହେଇଯାନ୍ତି, ତଦ୍ରୂପ କର୍ମ ଫଳ ଭୋଗ ପୁମାନ ଜୀବାତ୍ମା କିଏ କୋଉଠି ସେଟ୍ ହବ, ସେଟା ମୃତ୍ୟୁ ପରେ ଯେତେବେଳେ ଦେହରୁ ଛାଡିକିରି ବାହାରି ପଡିବ ଜୀବାତ୍ମା, ସେତେବେଳେ ସିଏ ସେଟା ଜାଣିପାରିବ। ତାକୁ ପ୍ରକୃତିର ପ୍ରେରଣାରେ ସେ ସେଇଠି ଯାଇକରି ସେଟ୍ ହେଇଯିବ, ସେ ମା ଗର୍ଭ ଭିତରେ ପଶିଯିବ। ସେ ମାତୃ ଗର୍ଭ ଭିତରେ ସେଟ୍ ହବ, ଯୋଉଠି ତାକୁ କର୍ମଫଳ ଭୋଗ କରିବାକୁ ସୁଯୋଗ ମିଳିବ। ସ୍ୱକର୍ମ ଫଳଟା ଯୋଉଠି ମିଳିବ, ସେଠି ଯାଇକରି ସେ ସେଟ୍ ହବ। ସେ ଯାଇକରି ସେଟ୍ ହବ। ଏ ବିଷୟରେ ଆମର ଆଉ ସମୟ ନାହିଁ ବେଶୀ ଆଲୋଚନା କରିବାକୁ, ଡେରି ହେଇଗଲାଣି, ସମୟ ଗଡ଼ିଗଲାଣି। ଆମେ ମୂଳ ପଦ ଉପରେ ଆଉ ଆଲୋଚନା କରିପାରିଲେନି। ଅତଏବ ପିତାମାତାଙ୍କର କର୍ମଫଳ ପୁତ୍ର କନ୍ୟା ଭୋଗ କରନ୍ତି ବୋଲି ଆମର ଗୋଟେ ପ୍ରବାଦ ଅଛି। ସେଟିଂ ବ୍ୟବସ୍ଥା, ପ୍ରକୃତରେ କର୍ମଫଳ କିଏ କାହାର ଭୋଗ ନା, ଯାହା କର୍ମଫଳ ସିଏ ଭୋଗ କରେ। ତାର ଭୋଗ କରିବାକୁ ଥିଲା, ସେ ଜାତୀୟ ୟାର ଭୋଗ କରିବାକୁ ଥିଲା। ସେ ଯୋଉ କର୍ମ କରିଥିଲା ସେ ଆଉ କୋଉଠି ଯାଇ ଭୋଗ କରିବ,
କିନ୍ତୁ ତା ଫଳଟା ଯାର ଭୋଗ କରିବା ଭଳିଆ ଥିଲା ସେଇଠି ପୁଅ ହେଇକରି ସେଠି ହେଇଗଲା। କଣ ଆମକୁ ଜଣା ପଡୁଛି ବାପ ଯୋଉଟା କରିଥିଲା ପୁଅ ଭୋଗୁଛି ଦେଖ। ଏମିତି ଗୋଟେ ପ୍ରବାଦ ଅଛି। କିନ୍ତୁ ହେମା ଯଶୋଦା ତୁମେ ତ ଅନଘା, ତୁମର ତ କୌଣସି ପାପ ନାହିଁ, ଏ ଜନ୍ମରେ ନାହିଁ କି ପୂର୍ବ ଜନ୍ମରେ ନାହିଁ, ତୁମ ପୁଅ କାହିଁ ଦୁଃଖ ପାଇବ? ତୁମେ ଯେମିତି ଅନଘ, ନନ୍ଦ ଶୁନୁ ତୁମ ପତେ ନନ୍ଦ ମଧ୍ୟ ତଦ୍ରୂପ ଅନଘ, ମହାନ କୀର୍ତ୍ତିବନ୍ତ। କିରେ ପ୍ରମାଣ ନା ତମ ନାଁ କଣ? ତମ ନାଁ ପରା ଯଶୋଦା। ଯେ ଯଶ ପ୍ରଦାନ କରେ ତାକୁ ଯଶୋଦା କୁହାଯାଏ। ଯଶୋ ଦଦାତି। ପାପ କର୍ମଟା କେବେ ହେଲେ ଯଶ ପ୍ରଦାନ କରିବ ନା ପୁଣ୍ୟ କର୍ମ ଯଶ ପ୍ରଦାନ କରିବ? ଯଶ ଦାନ କରେ କିଏ? ପୁଣ୍ୟ କର୍ମା। ତେଣୁ ଯେହେତୁ ତୁମେ ଯଶୋଦା, ଯଶ ପ୍ରଦାନ କାରିଣୀ, ତେଣୁ ପାପ ପ୍ରମାଣ ହଉଛି ତୁମ ନାମରୁ ତୁମେ ଯଶ ପ୍ରଦାନ କାରିଣୀ। କେବେ ହେଲେ ତୁମର ଇହ ଜନ୍ମ କି ପୂର୍ବ ଜନ୍ମ ମାନଙ୍କରେ ପାପ ନାହିଁ। ତେଣୁ ତୁମ ପୁତ୍ର କାହିଁକି ଦୁଃଖ ଭୋଗ କରିବ? ତେଣୁ ତୁମ ପୁତ୍ରକୁ କୌଣସି ବିପଦ ମନରେ ପଡିନି। ସାନ୍ତ୍ୱନା ଦଉଛନ୍ତି ଗୋପାଙ୍ଗନାଗଣ। କିଛି ଉପଦ୍ରବ ନାହିଁ, କିଛି ଅସୁବିଧା ନାହିଁ, ବେଶ ଆନନ୍ଦରେ ତୁମ ପୁତ୍ର ଅଛି। ତୁମେ ଯେମିତି ନିଷ୍ପାପ, ନନ୍ଦ ମହାରାଜା ମଧ୍ୟ ସେମିତି ନିଷ୍ପାପ। କାହିଁକି ନା ସେ ହଉଛନ୍ତି ନନ୍ଦ, ଯେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ପାପିଆନ ଲୋକଟା ସମସ୍ତଙ୍କୁ ଆନନ୍ଦ ଦିଏ କି? ପୁଣ୍ୟବାନ ଲୋକ ସିନା ସମସ୍ତଙ୍କୁ ଆନନ୍ଦ ଦାନ କରେ। ଯଶ ଓ ଆନନ୍ଦ ଏ ଶବ୍ଦ ଦ୍ୱୟ ପ୍ରମାଣ କରୁଛି ତୁମକୁ କେବେ ହେଲେ ପାପ ସ୍ପର୍ଶ କରିନି। ତେଣୁ ତୁମ ପିଲା କୌଣସି ଦୁଃଖ ଭୋଗିବନି। ଆଉ କାହିଁକି ଡେରି ହଉছিল? ଯଦି ଯଶୋଦା ଏ ପ୍ରଶ୍ନ ପଚାରନ୍ତି, କିଛି ଦୁଃଖ କି ବିପଦ କି ଉପଦ୍ରବ ଯଦି ବନ ଭିତରେ ନାହିଁ ମୋ ପିଲାର, କାହିଁକି ଡେରି କରୁଛି, ବିଳମ୍ବ କାହିଁକି କରୁଛି, କାହିଁକି ଆସୁନି? ସେ ତ ପଳେଇ ଆସିବା କଥା। ହଁ ମା, ଡେରି ହଉଛି। ଡେରିର କାରଣ ଆମେ କହୁଛୁ, ଶୁଣ। ସାନ୍ତ୍ୱନା ଦଉଛନ୍ତି। କୁନ୍ଦ ଦାମ କୃତ କୌତୁକ ବେଶ ଗୋପ ଗୋଧନ ବୃତ ଯମୁନାୟା। ହେମା, ତୁମ ପୁତ୍ର ଶ୍ୟାମ ସୁନ୍ଦର ଶ୍ରୀକୃଷ୍ଣ ଅରଣ୍ୟ ଭିତରେ ବୁଲୁ ବୁଲୁ କୁନ୍ଦ କୁସୁମର ମାଳାରେ ସଖା ମାନେ ଯେତେବେଳେ ସଜେଇ ଦେଇଛନ୍ତି, ସେଇଥିପାଇଁ ବିଳମ୍ବ ହଉଛି। କିଲ କୁନ୍ଦ କୁସୁମର ମାଳାରେ କାହିଁ ସଜଉଛନ୍ତି? ନା ତୁମ ପୁଅ ତ ଦେଖିବାକୁ ବିଚିତ୍ର ଶ୍ୟାମ, ଘନ ଶ୍ୟାମ, କୁନ୍ଦ ଫୁଲଟି ଅତ୍ୟନ୍ତ ଶୁଭ୍ର, ନାଇଁ କି? କୁନ୍ଦ ଦଶନା ବୋଲି କହନ୍ତିନି, ଦାନ୍ତ ଭଳିଆ ରଙ୍ଗ। କୁନ୍ଦ କୁସୁମ ସହିତ ଦାନ୍ତର ଉପମା ଦିଆଯାଏ ନା, ଆଉ କୁନ୍ଦର ଦନା, କୁନ୍ଦ ଦଶନା ବୋଲି କହନ୍ତି। ଆଉ କୁନ୍ଦ କୁସୁମରେ ମାଳା ଗୁନ୍ଥି ସଜେଇ ଦେଲେ ତୁମ ପୁଅ କଳା ଦେହକୁ ଅତ୍ୟନ୍ତ ଶୁଭ୍ର କୁନ୍ଦ କୁସୁମର ମାଳା ଭାରି, ମାନେ ଭାରି ଶୋଭା ପାଏ, ଭାରି ଶୋଭା ପାଏ। ଏଣୁ ସଖା ମାନେ କୁନ୍ଦ କୁସୁମରେ ତୁମ ପୁତ୍ରଙ୍କୁ ସଜଉଥିବାରୁ ଡେରି ହେଉଛି। ଡେରି ହବାର, କୁସୁମରେ ସଜେଇଲେ ଡେରି କାହିଁ ହବ? ତା ତ ନୂଆ କଥା ନୁହଁ। ଅନ୍ୟ ଫୁଲରେ ଯଦି ସଜଉଥାନ୍ତେ ଶୀଘ୍ର ହେଇଯାଇଥାନ୍ତା। କୁନ୍ଦ କୁସୁମଟି ମାନେ ସବୁ ଛୋଟିଆ ଛୋଟିଆ, ତ ବଉଳ ଫୁଲ ଭଳିଆ। ବଡ ବଡ ଫୁଲ ହେଇଥିଲେ ସିନା ଗୁନ୍ଥିଥିଲେ ସାଙ୍ଗେ ସାଙ୍ଗେ ଏଡେ ମାଳାଟେ ହେଇଯିବ। ଦନ୍ତ ତୁଲ୍ୟ ପରା ସେଗୁଡିକ ତୁଳନୀୟ, ଛୋଟ ଛୋଟ ଦାନ୍ତ ଭଳିଆ ତାର ଆକୃତି ଗୁଡିକ, ଛୋଟିଆ ଛୋଟିଆ ଫୁଲ ଗୁଡିକ। ଏବଂ ତ ସର୍ବାଙ୍ଗରେ କୋଉଠି କି ଢଙ୍ଗରେ କୁନ୍ଦ କୁସୁମର ମାଳା ତାକୁ ତୋଳିବେ। ସେଟା ତୋଳିବାକୁ ହିଁ ସମୟ ଲାଗିବ, ଗୁନ୍ଥିବା ପାଇଁ ସମୟ ଲାଗିବ, ସଜେଇବା ପାଇଁ ସମୟ ଲାଗିବ। ବଡ ବଡ ଫୁଲ ହେଇଥିଲେ ଚଟକିରି ତୋଳିଦେଲେ। ଏ ଡାଳପତ୍ର ଆଡେ ଆଡେ ଲତା ଭିତରୁ, କୁନ୍ଦ ଲତା ଭିତରୁ କୋଉଠି ଗୋଟିଏ ଗୋଟିଏ ଫୁଲ ଫୁଟିଛି, ତାକୁ ତୋଳିବେ। ଛୋଟିଆ ଛୋଟିଆ ଫୁଲ ଗୁଡିକ, ତାକୁ ତୋଳିବାକୁ ସମୟ ଲାଗିବ, ଗୁନ୍ଥିବାକୁ ସମୟ ଲାଗିବ, ଆଭରଣ କରିବାକୁ ମଧ୍ୟ ସମୟ ଲାଗିବ। ତେଣୁ ବିଳମ୍ବ ହେଉଛି। କୁନ୍ଦକୃତ, କୁନ୍ଦ ଦାମ, ଦାମ ଅର୍ଥ ତ ମାଳା। ଅତଏବ କୁନ୍ଦ ଦାମ କୃତ କୌତୁକ ବେଶ, ଯେତେବେଳେ ସେ ବେଶରେ ତୁମ ପୁତ୍ରଙ୍କୁ ସଖା ମାନେ ସଜେଇ ଦଉଛନ୍ତି,
ଏତେ ପରିଶ୍ରମଟା ଯେତିକି ସକ୍ସେସ୍ ହେଇଗଲେ ତୃପ୍ତିଟା ସେତିକି। ଅଳ୍ପ ଶ୍ରମରେ ଯୋଉ କାର୍ଯ୍ୟଟି ହେଇଛି ସେ ବେଶୀ ଆନନ୍ଦ ଦିଏ ନା, ବହୁ ପରିଶ୍ରମରେ ଯୋଉ କାର୍ଯ୍ୟଟି ହେଇଛି ସେ ବେଶୀ ଆନନ୍ଦ ଦିଏ। ସେ ସଫଳତାଟା ପରିଶ୍ରମ ଉପରେ ଆନନ୍ଦଟା ନିର୍ଭର କରେ। ଅର୍ଥ ଶ୍ରମ ୟା ଉପରେ ଆମର ସଫଳତାର ଆନନ୍ଦଟା ନିର୍ଭର କରେ ନା। ଆଉ କଣ ଶସ୍ତାରେ ଯୋଉଟା ଅଳ୍ପ ପରିଶ୍ରମ ହେଇଛି ସେଟା ସକ୍ସେସ୍ ହେଲେ ଆମର ସେତେଟା ଆନନ୍ଦ ନାହିଁ। କିନ୍ତୁ ବହୁ ପରିଶ୍ରମ ହୋଇଛି, ବହୁ ଅର୍ଥ ବ୍ୟୟ ହେଇଛି, ଆମେ ସଫଳ ହେଇଗଲେ ସେ କର୍ମଟିରେ ପରମାନନ୍ଦ। ଅତଏବ ଏତେ କଷ୍ଟ, ଏତେ ଶ୍ରମ, ଏତେ ସମୟ ଦେଇ ଯୋଉ ବେଶଟି କରିଛନ୍ତି ତାକୁ ଟିକେ ମନ ଭରି ଉପଭୋଗ କରିବେ ତ। ତେଣୁ ସଜେଇ ଦେଇକି ତୁମ ପୁତ୍ରକୁ ଛିଡା କରିଦେଇକିରି ଚତୁଷ୍ପାର୍ଶ୍ୱରେ ଆନନ୍ଦରେ ସଖାମାନେ ଯେତେବେଳେ କୌତୁକ କରୁଛନ୍ତି, କିଭଳିଆ କୌତୁକ କରୁଛନ୍ତି ନା ଗୋପ ଗୋଧନ ବୃତ ଯମୁନାୟାଂ, ଯମୁନାୟାଂ ଯମୁନାର ଉପକଣ୍ଠରେ ଉପକୂଳରେ ତୁମ ପୁତ୍ରକୁ ଦିନାନ୍ତେ ସ୍ନାନ ଜଳ କ୍ରୀଡ଼ା ସାରି ସୁନ୍ଦର ଚିକ୍କଣ ଦେହଟି ଯେତେବେଳେ ହେଇଯାଇଛି କୂଳରେ ବସେଇ ସଖାମାନେ କୁନ୍ଦ କୁସୁମରେ ସଜେଇ ଦଉଛନ୍ତି। ସଜେଇ ସାରିଲା ପରେ ମନ ଏମିତି ଆନନ୍ଦରେ ନାଚି ଉଠୁଛି, କୁନ୍ଦ କୁସୁମର କୌତୁକ ରମଣୀୟ ବେଶ ଧାରି ତୁମ ପୁତ୍ରକୁ ଦେଖି ତ ତାର ଚତୁଷ୍ପାର୍ଶ୍ୱରେ ଗୋପ ବାଳକ ଗଣ, ତା ଚାରିପଟରେ ଗୋଧନ ଗଣ ନାଚୁଛନ୍ତି। ମଝିରେ କୃଷ୍ଣ ଗାଇ ଗାଇ ଗୀତ ଗାଇ ଗାଇ ନାଚୁଛନ୍ତି। ଗାଈ ଗୁଡ଼ିକ ମଧ୍ୟ ମୁଣ୍ଡ ହଲେଇ, କାନ ହଲେଇ, ଲାଞ୍ଜ ହଲେଇ ନାଚୁଛନ୍ତି ଚତୁଷ୍ପାର୍ଶ୍ୱରେ ବଳୟ ଆକାରରେ। ଗୋପ ଗୋଧନ ବୃତ୍ତ ଚତୁଷ୍ପାର୍ଶ୍ୱରେ କାଲି ଆଲୋଚନା କରିବା। ଭଗବାନଙ୍କର ଚତୁଷ୍ପାର୍ଶ୍ୱରେ ତିନିଟା ବଳୟ ସର୍ବଦା ବିଦ୍ୟମାନ ରହେ। କାଲିକି ଆଲୋଚନା ଅଳ୍ପ ଟିକେ ଛୁଇଁଦେବା, ଏତ ସମୟ ହବନି। ଏଣୁ ନନ୍ଦସ୍ୱରୂପର ଘେତବ ବତ୍ସ ନର୍ମଦ ପ୍ରଣୟନ ବିଜହାର, ପ୍ରଣୟନ ସ୍ନେହଶୀଳ ସଖାମାନଙ୍କ ପ୍ରତି ତୁମ ପୁତ୍ର ଅତ୍ୟନ୍ତ ନର୍ମଦ ଆନନ୍ଦପ୍ରଦ ହେଇଥିବାରୁ ସେ ମଧ୍ୟ ମନା କରିପାରୁନାହାନ୍ତି। କେଡ଼େ ଆନନ୍ଦରେ, କେଡ଼େ ପ୍ରେମରେ ନାଚୁଛନ୍ତି, କେଡ଼େ ସୁଖ ଭୋଗ କରୁଛନ୍ତି। ସେତିକି ରଖ, ଚାଲ ଯିବା, ଏଟା ତୁମ ପୁଅ ମଧ୍ୟ କହିପାରୁନାହାନ୍ତି। ଇଏ ତ ଭୋଳ ହେଇଯାଇଛନ୍ତି ତୁମ ପୁତ୍ରର ରୂପ ଦର୍ଶନ କରି ବେଶ ସଜେଇଲି, ଇଏ ଆନନ୍ଦରେ ଚତୁଷ୍ପାର୍ଶ୍ୱରେ ବଳୟ ଆକାରରେ ନୃତ୍ୟ କରୁଛନ୍ତି। ଏଇ କାରଣରୁ ଟିକେ ଡେରି ହେଇଯାଉଛି। ତୁମ ପୁଅର କିଛି ଅସୁବିଧା ହେଇନି। କାହିଁ କଣ ହବ? ତୁମେ ତ ନିଷ୍ପାପ, ତୁମ ପୁତ୍ରର କୌଣସି ଉପଦ୍ରବ ନାହିଁ। ଏଇଭଳିଆ କୌତୁକ କରୁଥିବା ଅରଣ୍ୟ ଭିତରେ ସେଥିପାଇଁ ଟିକେ ମା ବିଳମ୍ବ ହେଇଯାଇଛି। ଏବଂ ଏ ବିଳମ୍ବର ଆଉ ଗୋଟିଏ ମଧ୍ୟ କାରଣ ଅଛି ବୋଲି ପରବର୍ତ୍ତୀ ଶ୍ଲୋକରେ କହିଛନ୍ତି। এই କ୍ଷେତ୍ରରେ ଯାହା ଆସନ୍ତାକାଲି ଆଲୋଚନା କରିବା। ଆମର ସମୟ ହେଇଗଲାଣି, 5-10 ମିନିଟ୍ ଗଡ଼ିଗଲାଣି। ଏତିକିରେ ଆଜି ଭାଗବତ ବିଶ୍ରାମ କରନ୍ତୁ।